ଆଜିର ଚାଳିଶଟି ଅନୁଚିନ୍ତା ଯାହା ଆପଣଙ୍କ ଜୀବନକୁ ବଦଳେଇ ଦବ। ଏକ ଏଥିରେ ତିଳେ ହେଲେ ସନ୍ଦେହ ନାହିଁ ଯେ ପ୍ରତ୍ୟେକ ମନୁଷ୍ୟର ନିଜ ନିଜର ଅନ୍ତର୍ନିହିତ ଆତ୍ମବିଶ୍ୱାସ ଏବଂ କଠିନ ପରିଶ୍ରମ ହେଉଛି ଏମିତି ଏକ ଔଷଧ ଯାହା ପ୍ରତ୍ୟେକ ମନୁଷ୍ୟର ପରାଜୟ ରୂପକ ରୋଗକୁ ମାରି ଦେଇଥାଏ। ଦୁଇ ଏହା ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନରେ ଘଟେ ଯେ ସମୟ ମୃତ୍ୟୁ ଏବଂ ଗ୍ରାହକ କେବେହେଲେ କାହାକୁ ଅପେକ୍ଷା କରନ୍ତି ନାହିଁ। ବାପା ମା ଏବଂ ଯୌବନ ଜୀବନରେ ଥରେ ଲେଖାଏଁ ମିଳେ। ଧନ ଭୋଜନ ଏବଂ ସ୍ତ୍ରୀ ଏମାନଙ୍କୁ ସର୍ବଦା ପରଦା ଭିତରେ ରହିବା ଯୋଗ୍ୟ। କୁସଙ୍ଗ ସ୍ୱାର୍ଥ ଏବଂ ନିନ୍ଦା ଏସବୁଠୁ ଯଥା ସମ୍ଭବ ଦୂରେଇ ରହିବା ଉଚିତ। କାମଲୋଭ ଏବଂ ମନ ଏମାନଙ୍କ ଉପରେ ସର୍ବଦା ଆୟତ୍ତ ରଖିବା ଉଚିତ। ଈଶ୍ୱର ପରିଶ୍ରମ ଏବଂ ବିଦ୍ୟା ଏଥିରେ ସବୁବେଳେ ମନ ଲଗାଇବା ଉଚିତ। ରଣ ଦାୟିତ୍ୱ ଓ ରୋଗ ଏହାକୁ ଭୁଲିବା ଉଚିତ ନୁହେଁ। ବାଳକ ଭିକାରୀ ଓ ପାଗଳ ଏମାନଙ୍କୁ ସର୍ବଦା ଦୟା କରିବା ଉଚିତ। ବାପା ମା ଏବଂ ଗୁରୁ ଏମାନେ ସର୍ବଦା ପୂଜ୍ୟ। ଜୀବନରେ କେବେ ବି ଏମାନଙ୍କ ଋଣ ଶୁଝା ଯାଇପାରେନା। 3 ତେଣୁକରି ତ ପାହାଡ଼ର ତଳକୁ ଖସିଯାଇଥିବା ବ୍ୟକ୍ତି ହୁଏତ ଉଠି ଠିଆ ହୋଇପାରେ କିନ୍ତୁ ନଜରରେ ତଳକୁ ଖସିଯାଇଥିବା ବ୍ୟକ୍ତି କେବେହେଲେ ଉପରକୁ ଉଠିପାରେ ନାହିଁ। 4 ଏହା ପ୍ରତ୍ୟେକଙ୍କ କ୍ଷେତ୍ରରେ ଘଟିଥାଏ ଯେ ଅର୍ଥ ପଛରେ ଯଦି ଆପଣ ଗୋଡ଼ାଉଛନ୍ତି ତାହେଲେ ନିଶ୍ଚୟ ଅନର୍ଥ ହୋଇଥାଏ। ସେହିପରି ଆପଣ ଯଦି ନାରୀଙ୍କ ପଛରେ ଗୋଡ଼ାଉଛନ୍ତି ତାହେଲେ ଅନ୍ଧକାର ମାଡ଼ିଆସେ। ଆଉ ଯଦି ମରୀଚିକା ପଛରେ ଗୋଡ଼ାଉଛନ୍ତି ତାହେଲେ ଶୋଷରେ ମରିବାକୁ ପଡ଼େ। ଯଦି ସ୍ୱାର୍ଥ ପଛରେ ଗୋଡ଼ାଉଛନ୍ତି ତାହେଲେ ଲଜ୍ଜା ଓ ଅପମାନ ସହିବାକୁ ପଡ଼େ। ଆଉ ବିଦ୍ୟା ପଛରେ ଗୋଡ଼ାଇଲେ ଜ୍ଞାନ ବଢ଼େ। ସେହିପରି ଧର୍ମ ପଛରେ ଗୋଡ଼ାଇଲେ ପୁଣ୍ୟ ବଢ଼ିଥାଏ। ସତ୍ୟ ପଛରେ ଯଦି ଗୋଡ଼ାଉଛନ୍ତି ତାହେଲେ ନିଜ ଆତ୍ମାକୁ ଶାନ୍ତି ମିଳିଥାଏ। ଆଉ ଯଦି ମିଛ ପଛରେ ଗୋଡ଼ାଉଛନ୍ତି ତାହେଲେ ପାପ ଓ ଅଶାନ୍ତି ବଢ଼ିଥାଏ। 5 ଯେପରି ଦୁଧ ଦହି ଛେନା ଘିଅ ସବୁ ଗୋଟିଏ ଜାତିର ହୋଇଥିଲେ ମଧ୍ୟ ସେମାନଙ୍କ ମୂଲ୍ୟ ଅଲଗା ଅଲଗା ହୋଇଥାଏ। କାରଣ ଶ୍ରେଷ୍ଠତା ଜନ୍ମରୁ ନୁହେଁ ନିଜର କର୍ମ କଳା ଏବଂ ନିଜର ଗୁଣରୁ ପ୍ରାପ୍ତ ହୋଇଥାଏ। 6 ଅନ୍ୟକୁ କ୍ଷମା ଦେଲେ ସିନା ଈଶ୍ୱର ତୁମକୁ କ୍ଷମା କରିବେ। ବୁଣିବ ଯେମିତି ଫଳ ପାଇବ ସେମିତି। ନିଜର କାଳ ବହୁତ ଦୂରରେ ଅଛି ବୋଲି ଯେଉଁ ଜଣ ହସେ କାଳ ସଙ୍ଗେ ସଙ୍ଗେ ହସି ହସି ତା ପଛରେ ଲାଗିଯାଏ। କାହାର ମନ୍ଦ ପାଞ୍ଚ ନାହିଁ। ଚରିତ୍ର ଗଠନ ହେଉଛି ଶିକ୍ଷାର ଅଭିପ୍ରାୟ। ମନରେ ଭକ୍ତି ଜନ୍ମ ହେଲେ ସଂସାରର ମାୟା ବନ୍ଧନ ତୁଟିଯାଏ। ସକଳ ଜୀବଙ୍କୁ ଦୟାକର। ଶିକ୍ଷା ଦାନ ବା ଧର୍ମରୁ ମିଳେ ନାହିଁ। ବିଦ୍ୟାକୁ ଅର୍ଜନ କରିବାକୁ ପଡ଼େ। 7 ଆଗ୍ରହ ରୁଚି ଓ ଆଦର ଯାହାକୁ ପସନ୍ଦ କରେ ଅଥବା ଯାହା ଆଡ଼କୁ ଆକର୍ଷିତ ହୁଏ ସେ ବା ତାହା ଆମର ପ୍ରିୟ ହୋଇଯାଏ। ଶିକ୍ଷା ଦିଗକୁ ଗଲେ ଶିକ୍ଷିତ। ହିଂସା ଆଡ଼କୁ ଗଲେ ହିଂସୁକ। ତାଚ୍ଛଲ୍ୟ ଆଡ଼କୁ ଗଲେ ନିନ୍ଦୁକ। ଅବୋଧ୍ୟ କି ଅବମାନନା ଆଡ଼କୁ ଗଲେ ଅଜ୍ଞାନ ଓ ସତ୍ ଭାବନା ଦିଗକୁ ଗଲେ ମଣିଷ ସାଧୁ ହୋଇଯାଏ। 8 ବ୍ରାହ୍ମଣ ପୂଜା ପାଏ ଯେତେବେଳେ ସେ ଜ୍ଞାନରେ ଶ୍ରେଷ୍ଠ ହୁଏ। କ୍ଷତ୍ରିୟ ପୂଜା ପାଏ ଯେତେବେଳେ ସେ ଯୁଦ୍ଧରେ ଶ୍ରେଷ୍ଠ ହୁଏ। ଧନ ଓ ଶଶାରେ ପରିପୂର୍ଣ୍ଣ ହେଲେ ବୈଶ୍ୟ ପୂଜା ପାଏ। ଶୂଦ୍ର ପୂଜା ପାଏ ଯେତେବେଳେ ସେ ବ୍ରାହ୍ମଣର ପଦ ସେବା କରେ। 2 ସମଶକ୍ତି ସମ୍ପନ୍ନ ବ୍ୟକ୍ତି ପରସ୍ପର ସହିତ ଯୁଦ୍ଧ ନ କରି ସନ୍ଧି ସ୍ଥାପନ କରିବା ଉଚିତ। ହୀନ ନଗଣ୍ୟ ବ୍ୟକ୍ତି ଯେତେବେଳେ ଶ୍ରେଷ୍ଠ ଗୌରବ ଅର୍ଜନ କରେ ସେତେବେଳେ ସେ ଯା ଦ୍ୱାରା ଶ୍ରେଷ୍ଠ ସ୍ଥାନ ପାଇଛି ତାକୁ ସେ ମାରିବାକୁ ଚେଷ୍ଟା କରେ। 9 ସମୟର ସୀମାକୁ ଦେଖି ସମୟର ଅନ୍ତରାଳରେ ଯଦି ତାହାକୁ ସଦୁପଯୋଗ କରିବା ତାହେଲେ ତାହା ଆମ ପାଇଁ ଲାଭଦାୟୀ ଓ ସୁଖଦାୟୀ ହୋଇଥାଏ। ଅଳସୁଆ ସମୟର ସୀମାକୁ ଦେଖିଥାଏ ଓ କର୍ମଠ ବ୍ୟକ୍ତି କାମକୁ ଦେଇଥାଏ। ଅଳସୁଆର ସମୟ ଯାଏ ନାହିଁ ଓ କର୍ମୀ ଲୋକକୁ ସମୟ ଅଭାବ ହୋଇଥାଏ। ତେଣୁ ସମୟକୁ ସଦୁପଯୋଗ କରିବା ନିତ୍ୟାନ୍ତ ଆବଶ୍ୟକ। 10 ଭିନ୍ନ ଭାବରେ କାମ କରିବାର ଶୈଳୀକୁ ଆପଣେଇବା ଉଚିତ। ଏଥିପାଇଁ ନିଜକୁ ପରିବର୍ତ୍ତନ କରିବାର ଆବଶ୍ୟକତା ଆଦୌ ନାହିଁ। 11 ଭାଗ୍ୟ ଏବଂ ହୃଦୟ ମଧ୍ୟରେ କେବେବି ଭଲ ସମ୍ପର୍କ ନଥାଏ। ଯାହା ହୃଦୟରେ ଥାଏ ତାହା ହୃଦୟରେ ନଥାଏ। 12 ଶିକ୍ଷା ଲାଭ କରି ଏହାର ଯଥା ଉପଯୋଗ ନ କଲେ ଏହାର ମୂଲ୍ୟ ନଥାଏ। ଏଣୁ କାଗଜପତ୍ରର ସାର୍ଟିଫିକେଟ ପାଇଁ ବ୍ୟସ୍ତତାର କୌଣସି ମୂଲ୍ୟ ନାହିଁ। 13 ଅନ୍ୟ କେହି କରୁଥିବା କାମର ଠିକ ଭୁଲ ବାହାର କରିବା ଦାୟିତ୍ୱ ତୁମକୁ ଦିଆଯାଇ ନାହିଁ।
ଏହା ଭାବି ନିଜ କାମର ଠିକ ଭୁଲ ଦେଖିବା ଉଚିତ। 14 କେବଳ ସମୁଦ୍ର ନିକଟରେ ଛିଡ଼ା ହୋଇ ଏହାକୁ ଅତିକ୍ରମ କରିବାର ସାହସ ରଖିଲେ କିଛି ହୋଇନଥାଏ, ବରଂ ଏଥିପାଇଁ ଉପାୟ ଚିନ୍ତା କରିବାକୁ ପଡ଼େ। 15 ଭୁଲ କରି ନଥିବା ଜାଗାରେ ମୁଣ୍ଡ ତଳକୁ କରନି, ବିଶ୍ୱାସ ନଥିବା ଜାଗାରେ ପ୍ରମାଣ ଦେବା ପାଇଁ ଚେଷ୍ଟା କରନି। 16 ଦୁର୍ବଳ ଲୋକ କାହାକୁ କ୍ଷମା କରି ପାରେ ନାହିଁ, କିନ୍ତୁ କ୍ଷମା କରିବା ହେଉଛି ଶକ୍ତିଶାଳୀ ଲୋକର ବଳ। 17 ଏ ଶରୀର ନା ତୁମର ନା ତୁମେ ଶରୀରର, ଏହା ଅଗ୍ନି, ବାୟୁ, ଜଳ, ପୃଥିବୀ, ଆକାଶରେ ତିଆରି ଓ ସେଥିରେ ଦିନେ ମିଶିଯିବ, ପରନ୍ତୁ ଆତ୍ମା ସ୍ଥିର ଅଟେ। ପୁଣି ତୁମର ଏ ମିଥ୍ୟା ଗର୍ବ କ'ଣ ପାଇଁ? 18 ସାହାଯ୍ୟ ସେ ହିଁ କରିଥାନ୍ତି ଯାହାର ପ୍ରକୃତ ହୃଦୟ ଅଛି, ନ ହେଲେ ଆଜିର ଲୋଭୀ ମଣିଷ ନିଜ ମାବାପାଙ୍କୁ ବି ଭୁଲି ଯାଉଛନ୍ତି। 19 ଏ ଜୀବନ ବହୁତ ଛୋଟ, ତେଣୁ ସେହି ମଣିଷ ସହିତ ଅଧିକ ସମୟ ବିତେଇବା ପାଇଁ ଚେଷ୍ଟା କର, ଯିଏ କି ତୁମକୁ ସବୁବେଳେ ଖୁସି ଓ ଭଲ ପାଇବା ଦେବାକୁ ଚାହିଁଥାଏ। 20 ଜୀବନର ପ୍ରକୃତ ଆନନ୍ଦ ନେବା ନିମନ୍ତେ ଅନ୍ୟମାନଙ୍କର ଉପରେ ନିର୍ଭର ନ କରି ବରଂ ନିଜ ରାସ୍ତାରେ ଆଗେଇ ଚାଲ, କାରଣ ସମୟ ଯେ କେତେବେଳେ ପୂର୍ଣ୍ଣଚ୍ଛେଦ ପକାଇବ, ତାହା କେହି ଜାଣନ୍ତି ନାହିଁ। 21 ଯେତେବେଳେ ଅଧିକ ହସୁଥିବା ଓ କହୁଥିବା ବ୍ୟକ୍ତି ଯଦି ଚୁପ ହୋଇଯାଏ ତ ବୁଝିନେବ ସେ ମଣିଷ ଭିତରୁ ଭାଙ୍ଗି ଯାଇଛି। 22 ଆପଣ ସର୍ବଦା ନିଜକୁ ଏଭଳି ଭାବନ୍ତୁ ଯେ ଆଜି ହେଉଛି ସର୍ବୋତ୍ତମ, ଆଉ ଏବେ ହେଉଛି ସବୁଠାରୁ ଉପଯୁକ୍ତ ସମୟ, ଆଉ ସବୁଠାରୁ ବଡ଼ ଆବଶ୍ୟକତା ହେଉଛି ସାମାନ୍ୟତମ ତ୍ୟାଗ। ସେହିପରି ସବୁଠାରୁ ବିଶ୍ୱାସୀ ମିତ୍ର ହେଉଛି ନିଜ ହାତ, ସେହିପରି ସବୁଠାରୁ ବଡ଼ ପାପ ହେଉଛି ଭୟ, ଆଉ ସବୁଠାରୁ ବଡ଼ ଭୁଲ ସମୟ ହେଉଛି ଅପବ୍ୟୟ, ସବୁଠୁ ଖରାପ ଭାବନା ହେଉଛି ଈର୍ଷା, ସବୁଠାରୁ ବଡ଼ ଦରିଦ୍ର ହେଉଛି ଉତ୍ସାହହୀନ, ସବୁଠାରୁ ବଡ଼ ଭାଗ୍ୟଶାଳୀ ହେଉଛି କାର୍ଯ୍ୟରତ। 23 ତେଣୁକରି ତ କାହାରି ଉପରେ ବିଶ୍ୱାସ କରିବା ପୂର୍ବରୁ ଟିକିଏ ଭାବିଚିନ୍ତି କରନ୍ତୁ, କାହିଁକି ନା ଲୁଣ ଓ ଚିନିର ରଙ୍ଗ ଦେଖିବାକୁ ଏକାପରି ହୋଇଥାନ୍ତି, କିନ୍ତୁ ସେମାନେ ପରସ୍ପରଠାରୁ ଭିନ୍ନ। ସେହିପରି ଯିଏ ଯେପରି ଦେଖାଯାଇଥାଏ ସେ ସେହିପରି ହୋଇନଥାଏ। 24 ଆଉ ହଁ, ଅଭାବ ଜୀବନରେ ସମସ୍ତଙ୍କର ଥାଏ, କାହାର ସମୟ, କାହାର ସମ୍ପର୍କ, କାହାର ଧନ ତ ଆଉ କାହାର ଶାନ୍ତିର ଅଭାବ ଥାଏ। ତେଣୁ ଏସବୁ ଭିତରେ ଯିଏ ନିଜର ସତ ସାହସ ବଳରେ ନିଜକୁ ଖାପ ଖୁଆଇ ଚଳିପାରିଲା, ସେ ହିଁ ଜୀବନରେ ଉପରକୁ ଉଠେ। 25 ସମୟ ବଡ଼ ମୂଲ୍ୟବାନ। ଭଲ ପାଠ ପଢ଼ି ଫେଲ ହୋଇଥିବା ପିଲା ହିଁ କହିପାରିବ ଯେ ଗୋଟିଏ ବର୍ଷର ମୂଲ୍ୟ କେତେ, ସେହିପରି ଗୋଟିଏ ମାସର ମୂଲ୍ୟ କେବଳ ଜଣେ ଚାକିରିଆ ଦରମା ପାଇନଥିବା ଲୋକ ହିଁ କହିପାରିବ, ଆଉ ଗୋଟିଏ ସପ୍ତାହର ମୂଲ୍ୟ ମେଡିକାଲରେ ରୋଗୀକୁ ସାହାଯ୍ୟ କରୁଥିବା ଜଣେ ବ୍ୟକ୍ତି ହିଁ କହିପାରିବ। ସେହିପରି ଗୋଟେ ଦିନର ମୂଲ୍ୟ ଭୋକ ଉପାସରେ ରହିଥିବା କେବଳ ଜଣେ ଦିନହୀନ ଭିକାରୀଟିଏ ହିଁ କହିପାରିବ, ଆଉ ଗୋଟିଏ ଘଣ୍ଟାର ମୂଲ୍ୟ କେବଳ ସେ ହିଁ କହିପାରିବ ଯିଏ ଜଣକୁ 1 ଘଣ୍ଟା ଧରି ଅପେକ୍ଷା କରିଥାଏ। ସେହିପରି ଗୋଟିଏ ମିନିଟର ମୂଲ୍ୟ କେବଳ ସେ ହିଁ କହିପାରିବ ଯେଉଁ ବ୍ୟକ୍ତି ଟ୍ରେନ ଫେଲ ହୋଇଥିବ, ଆଉ ଗୋଟିଏ ସେକେଣ୍ଡର ମୂଲ୍ୟ ସେ ହିଁ କହିପାରିବ ଯିଏ ଅଳ୍ପକେ ଦୁର୍ଘଟଣାରୁ ବର୍ତ୍ତି ଯାଇଥିବ। 26 ଅନ୍ୟ କେହି ବ୍ୟକ୍ତି ଆପଣଙ୍କୁ ଯେତେ ପର ବୋଲି ଭାବିଲେ ମଧ୍ୟ ଆପଣ କେବେହେଲେ କାହାକୁ ପର ବୋଲି ଭାବନ୍ତୁ ନାହିଁ, ଏହା ସର୍ବଦା ନିଜ ମନ ଭିତରେ ରଖନ୍ତୁ ଏବଂ ଜାଣନ୍ତୁ ଯେ ପ୍ରତ୍ୟେକ ଜୀବ ଭଗବାନଙ୍କର ହିଁ ସନ୍ତାନ, ସୁତରାଂ ପାପୀ, ପୁଣ୍ୟବାନ, ଧନୀ, ଦରିଦ୍ର ସମସ୍ତେ ଆମ ସମସ୍ତଙ୍କର ଆପଣାର। 27 ତେଣୁ ସଦା ସର୍ବଦା ସମସ୍ତଙ୍କର ମଙ୍ଗଳ କାମନା କରନ୍ତୁ ଏବଂ କେବେହେଲେ କାହାର ଅନିଷ୍ଟ ଚିନ୍ତା କରନ୍ତୁ ନାହିଁ। 28 ଭଗବାନଙ୍କ ବିରୁଦ୍ଧରେ ସବୁଠାରୁ ବଡ଼ ଅପରାଧ ହେଉଛି ମୁହଁରେ ନାମ ନେଉଥିବା ବେଳେ କାମରେ ତାଙ୍କର ଉପଦେଶ ବିରୁଦ୍ଧାଚରଣ କରିବା। 29 ନିଜର ବୀରତ୍ୱ ବିଷୟରେ ଯିଏ ଗୁଡ଼ାଏ ଅଧିକ ବିଚାରୁଛି, ସେ ମନେ ରଖିବା ଉଚିତ ଯେ ତା ଜନ୍ମ ପୂର୍ବରୁ ଏ ସଂସାର ଚାଲିଥିଲା ଓ ମୃତ୍ୟୁ ପରେ ମଧ୍ୟ ଚାଲିବ। 30 ଏଭଳି କୌଣସି ଦୁଃଖ ନାହିଁ ଯାହାକୁ ଭଗବତ କୃପା ପୋଛି ଦେଇନପାରିବ। 31 ଜଳର ଶୀତଳତା ଯେପରି ପାତ୍ରର ସୁନ୍ଦରତା ଉପରେ ନିର୍ଭର କରେ ନାହିଁ, ଠିକ୍ ସେହିପରି କୌଣସି ବ୍ୟକ୍ତିର ବୁଦ୍ଧି, ଜ୍ଞାନ, ବିବେକ ତାର ସୌନ୍ଦର୍ଯ୍ୟ ଉପରେ
ନିର୍ଭର କରେ ନାହିଁ। 32 ଗୋଟିଏ ସୁନ୍ଦର ହୃଦୟ ହଜାରେ ସୁନ୍ଦର ଚେହେରାକୁ ପଛରେ ପକାଇ ଦେଇପାରେ। ତେଣୁ ଜୀବନରେ ଏମିତି ଲୋକଙ୍କୁ ବାଛନ୍ତୁ ଯେଉଁ ମାନଙ୍କ ହୃଦୟ ଚେହେରା ଠାରୁ ସୁନ୍ଦର ହେଇଥିବ। 33 ଆଧ୍ୟାତ୍ମିକତାର ପଥ ବେଶ୍ ଲମ୍ବା। ପ୍ରଥମରୁ ଧୈର୍ଯ୍ୟ ହରାଇଲେ ଲକ୍ଷ୍ୟ ସ୍ଥଳରେ ପହଞ୍ଚି ପାରିବ ନାହିଁ। 34 ଜଳର ଶୀତଳତା ଯେପରି ପାତ୍ରର ସୁନ୍ଦରତା ଉପରେ ନିର୍ଭର କରେ ନାହିଁ, ଠିକ୍ ସେହିପରି କୌଣସି ବ୍ୟକ୍ତିର ବୁଦ୍ଧି, ଜ୍ଞାନ ବିବେକ ତାର ସୌନ୍ଦର୍ଯ୍ୟ ଉପରେ ନିର୍ଭର କରେ ନାହିଁ। 35 ଏ ସଂସାରରେ ପ୍ରତ୍ୟେକ ବ୍ୟକ୍ତି ନିଜ ଜୀବନକୁ ପରିବର୍ତ୍ତନ କରିବାର ଇଚ୍ଛା ରଖିଥାନ୍ତି କି ମୋ ଜୀବନକୁ ମୁଁ ଏଭଳି ଭାବରେ ଗଢ଼ିବି, କିନ୍ତୁ ପରିବର୍ତ୍ତନ ହେବା ପାଇଁ ଆମେ ନିଜକୁ ବହୁତ ବିଳମ୍ବ କରିଦେଉ। ଫଳରେ ଆମକୁ ପରିବର୍ତ୍ତନ ହେବା ପାଇଁ ଆଉ ସମୟ ହିଁ ମିଳେ ନାହିଁ। ତେଣୁକରି ତ ଆମକୁ ନିରାଶର ଜୀବନ ବିତେଇବାକୁ ପଡ଼େ। ଏଣୁ ସର୍ବଦା ଆପଣ ଯାହା ଭାବନ୍ତି ତାକୁ ଏବେ ହିଁ କରନ୍ତୁ, ନଚେତ ଆଉ କେବେ ହେଲେ କରିହେବ ନାହିଁ। 36 ବାସ୍ତବରେ ସବୁକିଛି ସବୁ ସମୟରେ ନିର୍ଭୁଲ ଭାବରେ ଚାଲିଥାଏ, କିନ୍ତୁ ନିଜ ଅସ୍ଥିର ମନ କାରଣରୁ ଆମକୁ ବେଳେବେଳେ ସବୁ କିଛି ଭୁଲଭାଲ ଭଳି ଅନୁଭବ ହୁଏ। କିନ୍ତୁ ବାସ୍ତବରେ ଭୁଲଭାଲ ଦୁନିଆରେ ନୁହେଁ, ବରଂ ଆମ ନିଜ ମନରେ ଚାଲିଥାଏ। ଫଳରେ ଆମକୁ ସବୁକିଛି ଭୁଲଭାଲର ଅନୁଭବ ହୋଇଥାଏ। 37 ଏଣୁ ସଦାସର୍ବଦା ନିଜ ମନକୁ ସ୍ଥିର ରଖିବାକୁ ଚେଷ୍ଟା କରନ୍ତୁ ଓ ଚିନ୍ତାମୁକ୍ତ ହୋଇ ନିଜ କର୍ତ୍ତବ୍ୟକୁ ସଠିକ ଏବଂ ନିର୍ଭୁଲ ଭାବରେ ପାଳନ କରନ୍ତୁ। ଦେଖିବେ ସମସ୍ୟା ଆପେ ଆପେ ଦୂର ହୋଇଯିବ। 38 ଏ ସଂସାରରେ ବାସ କରୁଥିବା ପ୍ରତ୍ୟେକ ବ୍ୟକ୍ତି ସର୍ବଦା ଅନ୍ୟମାନଙ୍କ ହେଉ ଅବା ନିଜ ପ୍ରତି ହେଉଥିବା ଛୋଟ ଛୋଟ ଭୁଲ ପାଇଁ ବହୁତ ଅଭିମାନ କରନ୍ତି। କିନ୍ତୁ ନିଜକୁ ଥରେ ପଚାରନ୍ତୁ କି କାହା ପ୍ରତି କିଛି ଭୁଲ ହେଉନି। 39 ଯଦି ଆପଣଙ୍କ ଦୃଷ୍ଟିରେ ନିଜେ ହେଉଥିବା ଭୁଲଗୁଡ଼ିକ ପରିସ୍ଥିତିର ନିୟନ୍ତ୍ରଣ ହେଉଥିବା ମାନସିକ ସ୍ଥିତି କାରଣରୁ ପ୍ରସ୍ତୁତ ହୋଇଥାଏ, ତ ଅନ୍ୟମାନଙ୍କ ହେଉଥିବା ଭୁଲ ମଧ୍ୟ କୌଣସି ନା କୌଣସି ପରିସ୍ଥିତି ଓ ମାନସିକ ସ୍ଥିତି ହିଁ ହୋଇଥାଏ। କାରଣ ନିଜ ଦୃଷ୍ଟି ନିଜ ମାନସିକ ସ୍ଥିତିକୁ ବୁଝିବା ଅତି ସରଳ ଅଟେ, କିନ୍ତୁ ଅନ୍ୟର ସମସ୍ୟା ଓ ପରିସ୍ଥିତି ଉତ୍ପନ୍ନ ହେଉଥିବା ମାନସିକ ସ୍ଥିତିକୁ ବୁଝିବା ହିଁ ଏକ ଉତ୍ତମ ବ୍ୟକ୍ତି ଲକ୍ଷଣ ଅଟେ। 40 ତେଣୁ ଅନ୍ୟର ଭୁଲ ପାଇଁ ଅଭିମାନ କରିବା ଏବଂ ତ୍ୟାଗ କରି ସଦା ସର୍ବଦା ଅନ୍ୟର ପରିସ୍ଥିତି ଓ ଅନ୍ୟର ମାନସିକ ସ୍ଥିତିକୁ ବୁଝିବାକୁ ଚେଷ୍ଟା କରନ୍ତୁ, ଆଉ ଅଭିମାନ ବଦଳରେ ଅନ୍ୟମାନଙ୍କୁ ବୁଝି ସାହାଯ୍ୟ କରିବା ସହ ତାଙ୍କ ସହ ସାମିଲ ହୁଅନ୍ତୁ, ଯାହା ଫଳରେ କି ଆପଣଙ୍କୁ ସଦାସର୍ବଦା ମହାନରେ ପରିଣତ କରାଇବ। ଯଦି ଆମ ଭିଡିଓ ଆପଣମାନଙ୍କୁ ଭଲ ଲାଗୁଥାଏ ତାହେଲେ ଗୋଟେ ଲାଇକ୍ କରନ୍ତୁ, ଗୋଟେ ସେୟାର କରନ୍ତୁ, ଆଉ ଗୋଟେ ସବସ୍କ୍ରାଇବ କରି ପାଖରେ ଥିବା ବେଲ ଆଇକନ୍ କୁ କ୍ଲିକ୍ କରି ଅଲ୍ ନୋଟିଫିକେସନ୍ ରେ କ୍ଲିକ୍ କରନ୍ତୁ, ଯାହା ଫଳରେ ଆମେ ଯୋଉ ଭିଡିଓ ଅପଲୋଡ କରିବୁ ଆପଣଙ୍କ ପାଖରେ ସର୍ବପ୍ରଥମେ ପହଞ୍ଚି ପାରିବ। ଭିଡିଓକୁ ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ଧନ୍ୟବାଦ।